ଆପଣଙ୍କ ଘରେ ଖରାପ ଆତ୍ମା ଅଛି କି ଆପଣମାନେ କେମିତି ଜାଣିବେ? ଯଦି ଆପଣଙ୍କ ଘରେ କିଏ ବ୍ଲାକ୍ ମ୍ୟାଜିକ୍ କରିଛି କି ଆପଣଙ୍କ ଘରେ କାହାର କୌଣସି ଖରାପ ଦୃଷ୍ଟି ଅଛି ତ ଆପଣମାନେ କେମିତି ଜାଣିବେ? କ'ଣ ତାହାର ରହୁଛି ଲକ୍ଷଣ ଜାଣିବା ଆଜିର ଏହି ଭିଡ଼ିଓ ମାଧ୍ୟମରେ। ଯଦି ଆପଣଙ୍କ ଘର ଉପରକୁ କାହାର ଖରାପ ନଜର ଅଛି ବା ଖରାପ ଆତ୍ମା ଆପଣଙ୍କ ଘର ଉପରେ ଯଦି ବାସ କରିଛି ତାହେଲେ ଆପଣମାନଙ୍କୁ ଏହି 7ଟି ସଂକେତ ମିଳିଥାଏ। ସେ 7ଟି ସଂକେତ କ'ଣ ଜାଣିବା ଆଜିର ଏହି ଭିଡ଼ିଓ ମାଧ୍ୟମରେ, ଯାହାଦ୍ୱାରା କି ଆମେମାନେ ସତର୍କ ହୋଇପାରିବା, ଆମେ କିଛି ପୂଜାପାଠ କରି ସେ ଖରାପ ଆତ୍ମାକୁ ଆମ ଘରଠାରୁ ଆମେ ଦୂରେଇ ପାରିବା। ସାଙ୍ଗମାନେ, ଆଜିର ଭିଡ଼ିଓଟି ଏହିଭଳି କିଛି ଘରେ ଥିଲେ ଖରାପ ଆତ୍ମା ମିଳିଥାଏ ଏହି 7ଟି ସଂକେତ। କ'ଣ ଏହି 7ଟି ସଂକେତ ଜାଣିବା ଆମେ ଆଜିର ଏହି ଭିଡ଼ିଓ ମାଧ୍ୟମରେ। ଯଦି ଆପଣଙ୍କ ଘରେ କାହାର ନଜର ରହୁଛି, ଯଦି କୌଣସି ଖରାପ ଆତ୍ମାର ନଜର ରହିଛି ତାହେଲେ କେମିତି ଜାଣିବା? ମଣିଷର ଜୀବନ ମରଣ ଯେଉଁଭଳି ସତ୍ୟ, ସେହିଭଳି ଆତ୍ମାର ଉପସ୍ଥିତି ମଧ୍ୟ ସତ୍ୟ। ମଣିଷ ଶରୀରକୁ ଆତ୍ମା ତ୍ୟାଗ କରିବା ପରେ କାହା ଘର ଉପରେ ଯେ ତାହାର ଖରାପ ନଜର ପଡ଼ିଥାଏ ତାହା କେହି କହିପାରିବେ ନାହିଁ। କିନ୍ତୁ ଯଦି ଆପଣମାନଙ୍କୁ ଏହି 7ଟି ସଂକେତ ମିଳେ ତେବେ ଆପଣମାନେ ନିହାତି ଜାଣିପାରିବେ। ତେଣୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଘରେ ଆତ୍ମା ରହିବାର 7ଟି ସଂକେତ ସମ୍ପର୍କରେ। କ'ଣ କ'ଣ ସେଇ 7ଟି ସମ୍ପର୍କ? ଗରୁଡ଼ ପୁରାଣରେ ଏହି ସମ୍ବନ୍ଧୀୟ ସମସ୍ତ କଥାର ଉଲ୍ଲେଖ ରହିଛି। ପ୍ରଥମ, ଯଦି ଆପଣଙ୍କ ସ୍ୱପ୍ନରେ ହାତୀ, ଘୋଡ଼ା ଇତ୍ୟାଦି ପ୍ରାଣୀ ବିକୃତ ରୂପରେ ଦେଖାଯାଉଛନ୍ତି ଏବଂ ଆପଣଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବାର ଆପଣ ଦେଖନ୍ତି, ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଘରେ କୌଣସି ଆତ୍ମା ବାସ କରୁଅଛି। ସାଙ୍ଗମାନେ, ଯଦି ଆପଣଙ୍କ ସ୍ୱପ୍ନରେ ହାତୀ, ଘୋଡ଼ା ବହୁତ ଖରାପ ରୂପରେ ଆପଣଙ୍କୁ ମାରିବା ପାଇଁ ଯାଉଛନ୍ତି ବା ଆପଣଙ୍କ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି, ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣଙ୍କ ସହିତ ବହୁତ ବଡ଼ ଅଘଟଣ ହେଉଛି। ଆପଣଙ୍କ ଘର ଉପରେ କଳା ଯାଦୁ ବା କାହାର ଆତ୍ମା ଆପଣଙ୍କ ଘର ଉପରେ ବାସ କରୁଛି। ଦ୍ୱିତୀୟରେ ହେଉଛି, ଯେଉଁ ବ୍ୟକ୍ତି ଶୋଇବା ପରେ ଯେତେବେଳେ ଉଠିଥାଏ ଆଉ ଦେଖିଥାଏ କି ସେ ଶୋଇଥିବା ସ୍ଥାନର ଅନ୍ୟ ପଟରେ ଶୋଇଅଛି, ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଘରେ ପ୍ରେତର ନଜର ରହିଛି। ତୃତୀୟରେ ହେଉଛି, ଯଦି ସ୍ୱପ୍ନରେ କୌଣସି ବ୍ୟକ୍ତି ନିଜକୁ ଜଞ୍ଜିରରେ ବନ୍ଧା ହୋଇଥିବାର ଦେଖନ୍ତି, ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କର ଘର ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ରହିଛି। ଚତୁର୍ଥରେ ହେଉଛି, ଯଦି ଆପଣ ନିଜ ପୂର୍ବପୁରୁଷଙ୍କୁ ମଇଳା କପଡ଼ାରେ ଉପସ୍ଥିତ ଥିବାର ସ୍ୱପ୍ନରେ ଦେଖନ୍ତି ଏବଂ ପୂର୍ବପୁରୁଷ କାହାର ଖାଇବା ଚୋରାଇବାର ଯଦି ଦେଖନ୍ତି, ତେବେ ଏହା ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ବାସ ହେବାର ସଂକେତ ଦେଇଥାଏ। ଅନ୍ୟ ଏକ ଅର୍ଥ ହୋଇଥାଏ କି ଆପଣଙ୍କ ପ୍ରିୟଜନଙ୍କ ଆତ୍ମା ପ୍ରେତ ରୂପରେ ଆପଣଙ୍କ ଘରେ ବାସ କରୁଛନ୍ତି। ପଞ୍ଚମରେ ହେଉଛି, ଯଦି ଆପଣ ସ୍ୱପ୍ନରେ ପଶୁମାନଙ୍କୁ ମଣିଷର ଭାଷା କହୁଥିବାର ଦେଖନ୍ତି, ତେବେ ଜାଣିଯିବେ କି ଆପଣଙ୍କ ପ୍ରିୟଜନ ମୃତ୍ୟୁ ପରେ ପ୍ରେତ ରୂପ ଧାରଣ କରି ଆପଣଙ୍କ ଘରେ ହିଁ ବାସ କରୁଛନ୍ତି। ସାଙ୍ଗମାନେ, ଯଦି ଆପଣମାନେ ସ୍ୱପ୍ନରେ ପଶୁମାନଙ୍କୁ ମଣିଷ ଭଳି, ଯେମିତି ଆମେ ମଣିଷ ଯେମିତି କଥାବାର୍ତ୍ତା କରୁଛେ, ଆମେ ଯେମିତି ସବୁ କଥା କହିପାରୁଛେ, ଆମେ ଯେମିତି ଯାହା ସବୁ କରିପାରୁଛେ, ଯାହା କଥା କହିପାରୁଛେ, ତ ସେହିଭଳି ଯଦି ଆପଣଙ୍କ ସ୍ୱପ୍ନରେ ଆପଣମାନେ ଦେଖିନେଲେ, ଯଦି ଆପଣମାନେ ଦେଖିନେଲେ ଗାଈ ଗୋରୁ ହୁଅନ୍ତୁ କି କୌଣସି ବି ପଶୁ, ସେମାନେ ମଣିଷଙ୍କ ଭଳି କଥାବାର୍ତ୍ତା ହେଉଛନ୍ତି, ତାହେଲେ ଆପଣମାନେ ଗୋଟିଏ କଥା ସେଇଠୁ କ୍ଲିଅର ହୋଇଯାଆନ୍ତୁ ଯେ ଆପଣଙ୍କ ଘର ଉପରେ କୌଣସି ଗୋଟିଏ ଖରାପ ନଜର ରହିଛି। ଆପଣଙ୍କ ଘର ଉପରେ ପ୍ରେତ ଆତ୍ମାର
ପ୍ରେତ ଆତ୍ମା ଧାରଣ କରିଛି ଆପଣଙ୍କ ଘର ଉପରେ। ଆପଣଙ୍କ ଘର ଉପରେ କୌଣସି ଗୋଟିଏ ବ୍ଲାକ୍ ମ୍ୟାଜିକ୍ ହୋଇଛି କି କୌଣସି ଗୋଟିଏ ଆତ୍ମାର ଆପଣଙ୍କ ଘର ଉପରେ ବାସ କରିଛି। ଷଷ୍ଠରେ ହେଉଛି, ଯଦି ଆପଣଙ୍କ ଘରେ ବାରମ୍ବାର କଳି ଝଗଡ଼ା ଲାଗି ରହୁଥାଏ ଏବଂ ଅଚାନକ ଧନ ଖର୍ଚ୍ଚ ହେବା ବଢ଼ିଥାଏ, ଘରର ସଦସ୍ୟ ଯଦି ହଠାତ୍ ରୋଗରେ ପୀଡ଼ିତ ହୋଇଯାଆନ୍ତି, ତେବେ ଏହା ପ୍ରେତମାନଙ୍କ ବାସ କରିବାର ସଂକେତ ହୋଇଥାଏ। ଏହି ଜିନିଷଟି ପ୍ରତ୍ୟେକ ଲୋକଙ୍କ ଘରେ ହେଉଥାଏ। ଆପଣମାନେ ମଧ୍ୟ ଜାଣିଥିବେ, ଯେତେବେଳେ ଆପଣଙ୍କ ଘରେ ଝଗଡ଼ା ହୋଇଥାଉ ହେବା କି ଆପଣଙ୍କ ଘରେ ପଇସାର ନିଅଣ୍ଟ ହେବା, ପଇସା ଅଧିକାଂଶ ସମୟରେ ପଇସା ନ ଅଣ୍ଟିବାର ହେଉ, ଏମିତି ସବୁ ଯାହା ଘରେ ହେଉଥିବ, ତ ଆପଣମାନେ ଥରେ ସତର୍କ ହୋଇଯାଆନ୍ତୁ, କିଛି ଗୋଟିଏ ତ ଆପଣଙ୍କ ଘର ଉପରେ ବ୍ଲାକ୍ ମ୍ୟାଜିକ୍ ହୋଇଛି। ସେଥିପାଇଁ ଆପଣଙ୍କ ଘର ଉପରେ ଏମିତି ସବୁ ଅଘଟଣ ଘଟୁଛି, ଆପଣଙ୍କର ଯାହା ବି ସବୁ ଅସୁବିଧା ହେଉଛି, ଏହିସବୁ କାରଣରୁ ହେଉଛି, ଆପଣମାନେ ଜାଣି ରଖନ୍ତୁ। ସପ୍ତମରେ ହେଉଛି, ଯଦି ଆପଣଙ୍କ ଘରକୁ ଅଚାନକ ବାଦୁଡ଼ି ପ୍ରବେଶ କରିଯାଏ, ତେବେ ଆପଣଙ୍କ ଘରେ ଆତ୍ମା ବାସ କରିବାର ଏହା ବଡ଼ ଅଶୁଭ ସଂକେତ ଅଟେ। ଯଦି ଆପଣମାନଙ୍କୁ ଏହିସବୁ ସଂକେତ ମିଳେ, ତେବେ ତୁରନ୍ତ କିଛି ଉପାୟ ଖୋଜି ବାହାର କରିବା ଜରୁରୀ ହୋଇଥାଏ। ସାଙ୍ଗମାନେ, ଆପଣମାନେ ଦେଖିଥିବେ, ସନ୍ଧ୍ୟାବେଳ ସମୟରେ ଘର ଭିତରକୁ ବାଦୁଡ଼ି ପଶି ଆସିଥାନ୍ତି। ଘର ଭିତରକୁ ବାଦୁଡ଼ିମାନେ ଯେଉଁ ବୁଲିଥାନ୍ତି, ଘୁରି ବୁଲିଥାନ୍ତି, ଉଡ଼ିଥାନ୍ତି, ସେମାନେ ଘର ଭିତରକୁ ପଶି ଆସିଥାନ୍ତି। ଲୋକମାନେ ଡରି ଯାଇଥାନ୍ତି। ବାଦୁଡ଼ି ଗୋଟିଏ ଛୋଟିଆ ଗୋଟେ ଜୀବ କହିଲେ ଚଳେ, ଗୋଟେ ପକ୍ଷୀ ଟାଇପ୍ର, ହେଲେ ସେଇ ଛୋଟିଆ ଜିନିଷଟାକୁ ବି ଲୋକମାନେ ଦେଖି ଡରି ଯାଇଥାନ୍ତି। କ'ଣ ପାଇଁ ନା, ଯେତେବେଳେ ବାଦୁଡ଼ି ଘରେ ପଶିବା ବହୁତ ଅଶୁଭ ହୋଇଥାଏ। ମାନେ ଆପଣମାନଙ୍କୁ ଜଣାନଥିବ, ମୁଁ ଜଣାଇ ଦେଉଛି ଆପଣମାନଙ୍କୁ, ଯଦି ଆପଣଙ୍କ ଘରେ ବାଦୁଡ଼ି ପଶୁଛି ନା, ତ ଇଏ ବହୁତ ବଡ଼ ଅଶୁଭ ସଂକେତର ଲକ୍ଷଣ। ଆପଣଙ୍କ ଘର ଉପରେ ଗୋଟେ ବହୁତ ବଡ଼ ଗୋଟେ ଖରାପ ନଜର ରହିଛି, ବା ଗୋଟେ ବହୁତ ବଡ଼ କୌଣସି ଗୋଟେ ଖରାପ ଆତ୍ମା ଆପଣଙ୍କ ଘର ଉପରେ ବାସ କରୁଛି, ଯାହାଦ୍ୱାରା କି ଆପଣଙ୍କ ଘର ଭିତରେ ବାଦୁଡ଼ି ପଶୁଛି। କାରଣ ବାଦୁଡ଼ିମାନେ କେବେ ଘର ଭିତରେ ପଶନ୍ତି ନାହିଁ। ବାଦୁଡ଼ିମାନେ ତାଙ୍କ କାମ ହେଉଛି ଗଛରେ ଓଲଟା ନଟିକି ସେମାନେ ରହିଥାନ୍ତି। ଆପଣମାନେ ଜାଣିଥିବେ, ସେମାନେ ଘୁରି ବୁଲିଥାନ୍ତି। ହେଲେ ସେମାନେ ଘରେ ପଶି ଯାଉଛନ୍ତି, ମାନେ ସେମାନେ ଆପଣଙ୍କୁ ସତର୍କ କରାଇ ଦେଉଛନ୍ତି କି ଆପଣଙ୍କ ଘର ଉପରେ କାହାର ଖରାପ ନଜର ଅଛି। ଆପଣମାନେ ଯେତେ ଜଲ୍ଦି ପାରୁଛନ୍ତି ତାର କିଛି ବିଚାର କରନ୍ତୁ, କିଛି ପୂଜାପାଠ କରନ୍ତୁ, କିଛି ଏମିତି କରି ହୋମ ଯଜ୍ଞ କରିକିରି ଆପଣଙ୍କ ଘରୁ ସେ ପ୍ରେତ ଆତ୍ମାକୁ ବାହାର କରିଦିଅନ୍ତୁ, ଯାହାଦ୍ୱାରା କି ଆପଣମାନଙ୍କର କିଛି କ୍ଷତି ନ ହେବ। ସେ ଆପଣଙ୍କୁ ସତର୍କ ସୂଚନା ଦେବାକୁ ଚାହୁଁଛି ବାଦୁଡ଼ି, ହେଲେ ଆପଣମାନେ ବୁଝିପାରୁନାହାନ୍ତି। ଆପଣମାନଙ୍କୁ ସେଇଟା ବୁଝିବାର ଅଛି। ଯେପର୍ଯ୍ୟନ୍ତ ନ ବୁଝିବେ, ସେ ପର୍ଯ୍ୟନ୍ତ କିଛି କରିପାରିବେ ନାହିଁ। ସେଥିପାଇଁ ଆଗେ ବୁଝନ୍ତୁ କ'ଣ ସବୁ ରହୁଛି, କ'ଣ ସବୁ ନୀତି ରହୁଛି, ତା'ର ଯାହା ବି ସବୁ ଆମ ସହିତ ଘଟୁଛି, ସେ ଘଟିବା ପଛରେ କିଛି ନା କିଛି ଗୋଟେ କଥା ରହିଛି। ଯାହା ବି ଆପଣଙ୍କ ସହିତ ଦିନରୁ ସକାଳରୁ ରାତି ପର୍ଯ୍ୟନ୍ତ ଯାହା ବି ଘଟୁଛି, କିଛି ସଂକେତକୁ ନେଇ ଆପଣଙ୍କ ସହିତ ସେସବୁ ଜିନିଷ ଘଟିଥାଏ। ହେଲେ ଆପଣମାନେ ତାକୁ ଇଗ୍ନୋର କରିଥାନ୍ତି। ଆଜିକା ସମୟରେ ସମସ୍ତେ ଇଗ୍ନୋର କରୁଛନ୍ତି, ସେଥିପାଇଁ ସେମାନେ ପସ୍ତଉଛନ୍ତି। ଆପଣମାନେ ଯେମିତି ଇଗ୍ନୋର କରିବେ, ଆପଣମାନେ ବି ସେମିତି ପସ୍ତେଇବେ। ଆପଣମାନଙ୍କୁ ମୁଁ ସତର୍କ କରିଦେଉଛି ମୋ ଭିଡ଼ିଓ ମାଧ୍ୟମରେ, ଆପଣମାନେ ଦୟାକରି କେବେ ବି ହେଲେ ଏମିତି ଭୁଲ କରନ୍ତୁ ନାହିଁ। ଯଦି ଆପଣଙ୍କୁ ଏହିଭଳି ସଂକେତ ସବୁ ମିଳୁଛି, ତାହେଲେ ଆପଣମାନେ ନିଜକୁ ସୁଧାରି ଦିଅନ୍ତୁ। ଆପଣମାନେ ଯେତେ ଜଲ୍ଦି ପାରୁଛନ୍ତି, ଆପଣମାନେ ଗୋଟେ ପୂଜା ଯଜ୍ଞ କରିକିରି ଘର ଭିତରେ କିଛି ଗୋଟେ ପୂଜା ଅର୍ଚ୍ଚନା କରି ସେସବୁ ଜିନିଷକୁ ଦୂର କରିଦିଅନ୍ତୁ। କାରଣ ଯେତେବେଳେ ଏମାନଙ୍କର ସବୁ ନଜର ଘର ଉପରେ ରହିଥାଏ ନା, କେବେ ହେଲେ ଘର ଆଗକୁ ବଢ଼ିନଥାଏ, ତଳକୁ ତଳକୁ ଚାଲିଥାଏ। କେବେ ହେଲେ ଘର ଆପଣମାନେ ଆଗକୁ ବଢ଼ିପାରିବେ ନାହିଁ। ଆପଣଙ୍କ ଉପରେ ଯେତେବେଳେ ନଜର ଖରାପ ରହିବ ନା, ଆପଣମାନେ ଚାହିଁଲେ ବି ଆଗକୁ ବଢ଼ିପାରିବେ ନାହିଁ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ମୋର এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ଲାଇକ୍ଟେ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିତ ଭାବରେ କରିବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ କ୍ଲିକ୍ କରିବେ। କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ, ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।